ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ଡିସେମ୍ବର ମାସରେ ଆପଣଙ୍କ ଜୀବନଟି ବିଲକୁଲ ପରିବର୍ତ୍ତନ ହୋଇଯିବ ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ସେଗୁଡ଼ିକ ମଧ୍ୟ ଦୂର ହୋଇଯିବ। କିନ୍ତୁ କିଛି ଛୋଟ ମୋଟର ଆଘାତ କିମ୍ବା ଦୁର୍ଘଟଣା ରହିଅଛି। ତେଣୁ ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ କମେଣ୍ଟରେ ଜୟ ଶନିଦେବ ନିଶ୍ଚୟ ଲିଖିବେ, ଯାହାଫଳରେ ଆପଣ ଜାଣିପାରିବେ ଆପଣଙ୍କର କେଉଁ ଗ୍ରହ କେଉଁ ସ୍ଥିତିରେ ଅଛନ୍ତି ଏବଂ ତାହାର ପ୍ରତିକାର ସବୁ କ'ଣ। ଦେଖନ୍ତୁ, କୁମ୍ଭ ରାଶିର ପ୍ରଥମତଃ କୁମ୍ଭ ରାଶିର ଅଧିପତି ହେଉଛନ୍ତି ଶନି ମହାଗ୍ରହ ଏବଂ ଆପଣଙ୍କର ଗୁରୁସ୍ଥାନରେ ମଧ୍ୟ ଅଛନ୍ତି ଶନି। ତେଣୁ ଆପଣଙ୍କୁ ଶନିଙ୍କର ବହୁତ ମାତ୍ରାରେ ଭଲର ପ୍ରଭାବ ଅଛି ଏବଂ ଶନିଙ୍କର ମଧ୍ୟ ଆପଣଙ୍କ ଉପରେ ଦୃଷ୍ଟି ବହୁତ ଭାବରେ ଭଲ ରହିବ ଏବଂ ଭଲ ମଧ୍ୟ ରହିବ, କାରଣ ଶନି ଆପଣଙ୍କର ଗୁରୁସ୍ଥାନରେ ଅଛନ୍ତି ପଞ୍ଚମ ଭାଗରେ। କିନ୍ତୁ କୁମ୍ଭ ରାଶିର କିଛି ବ୍ୟକ୍ତିଙ୍କ ମାନଙ୍କ ପାଇଁ ଏହା ଆପଣଙ୍କର କିଛି ବ୍ୟକ୍ତିଙ୍କ ପାଇଁ ଏହା କାମ କରି ନପାରେ, କାରଣ ଦେଖନ୍ତୁ ଶନି ହେଉଛନ୍ତି କର୍ମଫଳଦାତା। ତେଣୁ ଆପଣଙ୍କର କର୍ମ ଉପରେ ନିର୍ଭର କରେ, ଆପଣ କେଉଁଭଳି ଭାବରେ କର୍ମ କରୁଛନ୍ତି ସେଇଭଳି ଭାବରେ ଆପଣ ଫଳପ୍ରାପ୍ତ କରିବେ। ଯଦି ଆପଣ ମଦିରା ପାନ କରୁଥିବେ କିମ୍ବା କୌଣସି ନିଶା ଦ୍ରବ୍ୟ ଗ୍ରହଣ କରୁଥିବେ ତେବେ ଆପଣଙ୍କ ପାଇଁ ବିଲକୁଲ ଏହି ମାସଟି ଖରାପ ଅଟେ। ଆପଣଙ୍କ ପାଇଁ ଏହି ମାସଟି ସମ୍ପୂର୍ଣ୍ଣ ଭାବରେ ଖରାପ ଅଟେ। ଆପଣଙ୍କ ପାଇଁ ବହୁତ ମଧ୍ୟ ମୁଁ ପ୍ରତିକାର କହିବି ଭିଡ଼ିଓର ଶେଷକୁ, ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ମଦିରା ପାନ କରୁଛନ୍ତି ବା କୌଣସି ନିଶା ଦ୍ରବ୍ୟକୁ ଗ୍ରହଣ କରୁଛନ୍ତି ତେବେ ଏହି ଡିସେମ୍ବର ମାସରେ ଆପଣଙ୍କ ଉପରେ ଶନିଙ୍କର ନିଶ୍ଚୟ ପ୍ରଭାବ ପଡ଼ିବ। ଯେମିତି ହେଉନା କାହିଁ ଆପଣ କରଜରେ ବୁଡ଼ି ଯିବେ ଏବଂ ଆପଣଙ୍କ ଛୋଟ ମୋଟ ମଧ୍ୟ ଦୁର୍ଘଟଣା ହେବ। ଯଦି ଆପଣ କର୍ମ ଅନୁସାରେ କରୁଛନ୍ତି, ଭଲ କର୍ମ କରୁଛନ୍ତି, ଯେକୌଣସି ଆପଣଙ୍କ ଦ୍ୱାରା କର୍ମ ହେଉ, ଆପଣଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି କିମ୍ବା କୌଣସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ଦ୍ୱାରା କିମ୍ବା କୌଣସି ବ୍ୟକ୍ତିଙ୍କୁ ଆପଣ ଦାନ କଲେ କି ଯେଉଁଭଳି ଭାବରେ ଆପଣଙ୍କ ଦ୍ୱାରା ସାହାଯ୍ୟ କଲେ ଆପଣଙ୍କର ଭଲ କର୍ମକୁ ଦେଖି ଆପଣଙ୍କୁ ଭଲ ଫଳ ପ୍ରାପ୍ତ ହୋଇଥାଏ। ତେଣୁ ଶନି ହେଉଛନ୍ତି କର୍ମଫଳଦାତା। ଶନି ଏବଂ ଆପଣଙ୍କର ପଞ୍ଚମ ଘରେ ବିରାଜମାନ କରିଛନ୍ତି ଗୁରୁସ୍ଥାନରେ। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଆପଣଙ୍କର ଭଲ କର୍ମ କରିଚାଲନ୍ତୁ। ଏବଂ ଦେବଗୁରୁ ବୃହସ୍ପତି ଯଦି ଆମେ ଦେଖିବା, ଦେବଗୁରୁ ବୃହସ୍ପତି ମଧ୍ୟ ଆପଣଙ୍କର ସପ୍ତମ ଘରେ ବିରାଜମାନ କରିଛନ୍ତି, ଯାହା ଆପଣଙ୍କ ପାଇଁ ବହୁତ ମାତ୍ରାରେ ଭଲ ଘଟିବ। ଏବଂ ସପ୍ତମ ଘରେ ଦେବଗୁରୁ ବୃହସ୍ପତି ରହିବା ଦ୍ୱାରା ଆପଣଙ୍କୁ ଧନ ପ୍ରାପ୍ତ ହେବାର ମଧ୍ୟ ସୁଯୋଗ ରହୁଛି। ଆପଣଙ୍କର ପାରିବାରିକ କ୍ଷେତ୍ର, ଲଭ୍ ଲାଇଫ୍ କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ସମ୍ପୂର୍ଣ୍ଣ ଭାବରେ ସୁଦୃଢ଼ ଆସିବ। ଆପଣଙ୍କର ଯଦି କୌଣସି ଜମିକୁ ନେଇ ବାଦ ବିବାଦ ହେଉଥିଲା ସେଥିରେ ମଧ୍ୟ ଆପଣଙ୍କର ପୁରା ସମ୍ପୂର୍ଣ୍ଣ ବାଦ ବିବାଦ ଯେଉଁ ସୃଷ୍ଟି ହେଉଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ କ୍ଲିୟର ହୋଇଯିବ। ଆପଣ ଯଦି କୌଣସି କେସ୍ କରିଛନ୍ତି ବା କୋର୍ଟ କଚେରୀ ମାମଲାରେ ଆପଣ କୌଣସି ଥାନାକୁ ଯିବା ଆସିବା କରୁଛନ୍ତି, ଦେଖିବେ ଆପଣଙ୍କର ବହୁତ ମାତ୍ରାରେ କେସ୍ ସଲ୍ଭ ମଧ୍ୟ ହୋଇଯିବ। ଆପଣଙ୍କୁ ବହୁତ ମାତ୍ରାରେ ସପୋର୍ଟ ମିଳିବ, ଆପଣଙ୍କୁ ବହୁତ ଲୋକ ମଧ୍ୟ ସପୋର୍ଟ କରିବେ, ଆପଣଙ୍କୁ ଧନର ମଧ୍ୟ ସାହାଯ୍ୟ ମିଳିପାରେ। ଏହି ଡିସେମ୍ବର ମାସରେ ଆପଣଙ୍କର ବନ୍ଧୁବର୍ଗ ହେଇଯାଆନ୍ତୁ କିମ୍ବା ଯେକୌଣସି ମାତ୍ରାରେ ଆପଣଙ୍କୁ ଲୋକ ସାହାଯ୍ୟ କରିବେ ଏବଂ ଆପଣଙ୍କର ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ଦେଖନ୍ତୁ, ଦେବଗୁରୁ ବୃହସ୍ପତି ଆପଣଙ୍କର କ୍ୟାରିୟର ଉପରକୁ ନେଇକି ଆସିଗଲେ। ଯଦି ଆମେ ଦେଖିବା ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ବହୁତ ମାତ୍ରାରେ ଭଲରେ ଘଟିବ। ଆପଣଙ୍କର ସ୍ୱାସ୍ଥ୍ୟ ଘରେ ଅଛନ୍ତି ବୁଧ ଏବଂ ଶୁକ୍ର, ଯାହା ଆପଣଙ୍କ ପାଇଁ ବହୁତ ମାତ୍ରାରେ ପରିବର୍ତ୍ତନ କରାଇବେ। ଆପଣଙ୍କର ପ୍ରାୟତଃ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କର ପ୍ରାୟତଃ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହିଥାଏ ଏବଂ ଶ୍ୱାସ ଜନିତ ସମସ୍ୟା ରହିଥାଏ। ତେଣୁ ଗ୍ୟାଷ୍ଟ୍ରିକ୍ ଏବଂ ଶ୍ୱାସ ଜନିତ ସମସ୍ୟା ଆପଣଙ୍କର ଧୀରେ ଧୀରେ ଦୂର ହୋଇଯିବ। ଯେହେତୁ ଏଇଟା ଶୀତ ମାସ ଏବଂ ମାର୍ଗଶିର ମାସରେ ବହୁତ ମାତ୍ରାରେ ଶୀତ ପଡ଼ିଥାଏ, ତେଣୁ ଆପଣଙ୍କୁ ଶ୍ୱାସଜନିତ ସମସ୍ୟା ନିଶ୍ଚୟ ଭାବରେ ରହୁଥିବ। ତେଣୁ ସେ ଶ୍ୱାସଜନିତ ସମସ୍ୟାର ମଧ୍ୟ ଆପଣ ଟିକେ ସୁଧାର ପାଇବେ। ଆପଣଙ୍କର ବହୁତ ମାତ୍ରାରେ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହୁଥିଲା, ଏବେ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟାର ମଧ୍ୟ ବହୁତ ମାତ୍ରାରେ ଦୂର ପାଇବେ। ଦେଖିବେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଯଦି ଆମେ ଦେଖିବା ଆପଣଙ୍କର ପ୍ରତିକାର ନେଇ କ'ଣ ନା, ପ୍ରତିକାର ହେଉଛନ୍ତି, ଦେଖନ୍ତୁ ଶନି ହେଉଛନ୍ତି କର୍ମଫଳଦାତା ହେତୁ ଆପଣ ଯଦି ଭଲ କର୍ମ କରିବେ ତେବେ ଶନି ମଧ୍ୟ ଆପଣଙ୍କୁ ଭଲ ଫଳ ପ୍ରାପ୍ତ କରିବେ। ଆପଣ ଏହି ଡିସେମ୍ବର ମାସରେ ମଦିରା ପାନ କରନ୍ତୁ ନାହିଁ, କୌଣସି ନିଶା ଦ୍ରବ୍ୟ ମଧ୍ୟ ଗ୍ରହଣ କରନ୍ତୁ ନାହିଁ। ଆପଣ ଭଲ କର୍ମ କରନ୍ତୁ, ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ, ଦେଖିବେ ବହୁତ ମାତ୍ରାରେ ଶନି ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଶନି ଦୁଇଟି ଜିନିଷକୁ ଘୃଣା କରନ୍ତି, ଯିଏ ପୁରା ସକାଳୁ ଅଳସୁଆ ହୋଇ ଉଠେ ବା ବହୁତ ମାତ୍ରାରେ ବହୁତ ଲେଟ୍ ରାତିରେ ଶୁଏ ଏବଂ
लेट नाइट रे शोइबा पर मध्य लेट रे उठे सकाळू माने ब्रह्म मुहूर्त उठे ना एवं द्वितीय रे जे मदिरा किंबा जे कौन निशा द्रव्य ग्रहण करती शनि यही दुईटी कार्य करुवा व्यक्ति को बहुत मात्रा घृणा करि तेणु शनिकर ये दुईटी जदि आपण शनि आपणकर तो गुरुस्थान रहिले जदि आप भल कर्म करेंगे तेज शनिकर आपण दृष्टि पड़ो जहाँफल कि आपको धन प्राप्त होबार बहुत मात्रा संभावना अच्छी एवं पैतृक संपत्तिर प्राप्त कर संभावना अच्छी कौन गृह आप निर्माण करते तेणु जिते मात्रा पारे आपण शनि को पूजा करूँ आराधना करूँ एवं प्रत्येक शनिवार दिन आमिष खाଇବା बंद कर दिंतु जिते मात्रा पारे आप मदिरापान एवं निशा द्रव्य ठारू दूरे रुहतु एवं जदि आपन समय होछि तबे हनुमान चालीसा पाठ करूँ हरे कृष्ण महामंत्र जप करूँ देखिए आपंकर ये डिसेम्बर मासटी बहुत मात्रा परिवर्तन आनिब एवं डिसेम्बर मासटी आपण बहुत भलरे कटिब जदि आपण कुंभ राशि व्यक्ति विषय होता एवं ईश्वर को सच्चा हृदय विश्वास करुता तेरे कमेंट रे जय शनिदेव जय महादेव निश्चय लिखिए। रहुछि धन्यवाद। जय जगन्नाथ।